ସାଙ୍ଗମାନେ ଆଜି ହେଲା 15 ତାରିଖ, ଅଗଷ୍ଟ 15 ତାରିଖ। ଆଉ ଆଜି ଭଳି ଦିନରେ କ'ଣ ହେଇଥିଲା ଆମ ଦେଶର ଛୋଟ ଛୋଟ ଛୁଆଙ୍କଠୁ ନେଇ ବୃଦ୍ଧ ପର୍ଯ୍ୟନ୍ତ ସମସ୍ତେ ଜାଣନ୍ତି। ଆଜି ଭଳି ଦିନରେ ଆମ ଦେଶ ସ୍ୱାଧୀନ ହୋଇଥିଲା। ସେଥିପାଇଁ ସର୍ବପ୍ରଥମେ ଆପଣମାନ ସମସ୍ତଙ୍କୁ ସ୍ୱାଧୀନତା ଦିବସର ହାର୍ଦ୍ଦିକ 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 ଅଭିନନ୍ଦନ। କିନ୍ତୁ ସାଙ୍ଗମାନେ ଆଜି କାହିଁକି ମୋ ମନରେ କୋଉଠି ନା କୋଉଠି କୁଣ୍ଠାବୋଧ ରହିଯାଉଛି, ଗୋଟେ ପ୍ରଶ୍ନ ଆସୁଛି ମୋ ମନରେ। ଜାଣିନି ସେ ପ୍ରଶ୍ନଟା କହିଲା ପରେ ଆପଣମାନେ କେତେ ଦୂର ମୋତେ ଠିକ୍ ଭାବିବେ, କେତେ ଦୂର ଭୁଲ ଭାବିବେ, କିନ୍ତୁ ମୁଁ ଆପଣମାନଙ୍କୁ ସେ ପ୍ରଶ୍ନଟା ପଚାରୁଛି, ସେଟା କେତେ ଦୂର ଠିକ୍ ଆଉ କେତେ ଦୂର ଭୁଲ। ଆଜ୍ଞା, ଗୋଟେ ଧନୀ ଲୋକ ଯାହା ପାଖରେ ପୁଳା ପୁଳା ଟଙ୍କା ଅଛି, ସେ ଯେତେ ବଡ଼ ଅନ୍ୟାୟ କରୁ କିନ୍ତୁ ତା ପାଇଁ କି ନ୍ୟାୟ ସେପାରେଟ୍ ହେଇକି ଥୁଆ ହେଇଛି। ଆଉ ସେଠି ଗୋଟେ ଗରିବ ଲୋକ ଭୁଲ ନ କରିକି, ଦୋଷ ନ କରିକି ସେ ସବୁ ଜାଗାରେ ହାରିଛି, ସବୁ ଜାଗାରେ ଦଣ୍ଡ ପାଇଛି। ଗୋଟେ ଧନୀ ଲୋକ ପାଇଁ ଆଇନ, କୋର୍ଟ କଚେରୀ, ନ୍ୟାୟ, ଥାନା, ମନ୍ତ୍ରୀ ସବୁ କିଛି ତା ପାଦ ତଳେ। ଆଉ ଗୋଟେ ଗରିବ ଲୋକ ଟିକେ ନ୍ୟାୟ ପାଇଁ ଆ ଦାଣ୍ଡକୁ ଯା, ତା ଦାଣ୍ଡକୁ ଯା, ଆ ଗୋଡ଼ ଧର, ତା ଗୋଡ଼ ଧର, ଗୋଡ଼ ଧରି ଧରି ତା ଜୀବନ କଟି ଯାଉଛି କାନ୍ଦି କାନ୍ଦି। ତ ଏଉଠୁ ମତେ ଜଣାନ୍ତୁ, ସତରେ କ'ଣ ଆମ ଦେଶ ସ୍ୱାଧୀନ ହେଇଛି? ଆଉ ଯଦି ବି ସ୍ୱାଧୀନ ହେଇଛି, କ'ଣ ସମଗ୍ର ଦେଶବାସୀକି ସ୍ୱାଧୀନତା ମିଳିଛି? ଏଟା କେତେ ଦୂର ଠିକ୍, କେତେ ଦୂର ଭୁଲ, ପ୍ଲିଜ ମତେ ଜଣାନ୍ତୁ। ରହିଲି, ନମସ୍କାର, ଜୟ ଶ୍ରୀ ଜଗନ୍ନାଥ, ଜୟ ହିନ୍ଦ, ଜୟ ଭାରତ।